ଦେବାନନ୍ଦ ଦେବ ଆନନ୍ଦ ଦେବାନନ୍ଦ ଆନନ୍ଦ ହେଇଯିବ। ତମ ନାଁ ଅନୁସାରେ ମୁଁ କହିଦଉଛି ଆମର ବିଶ୍ୱ ଜନସମାଜକୁ କେମିତି ଆରୋଗ୍ୟ ହେବେ। ଖାଦ୍ୟ ଖାଇବ ଆରୋଗ୍ୟ ହବ। ଏ ଗୋଟିଏ ଜିନିଷ ଦେଖ ବାବା, ଗୋଟିଏ ସମାନ ଭାଗ ଇଏ ଗୋଟିଏ ଚୂର୍ଣ୍ଣ ତିଆରି କରିବ, ତାକୁ ତମ ନିଜ ଘରେ କାଚ ଜିନିଷ ଭିତରେ ରଖିଥିବ। ଯେତେବେଳେ ଦରକାର ପଡ଼ିବ ବାହାର କରିବ। ସାଥେ ସାଥେ ଯେମିତି ଯୁଦ୍ଧରେ ସାହାଯ୍ୟ କରେ, ଯଦି ସାଙ୍ଗରେ ଭାଇ ଥିବ ସିଏ ସାହାଯ୍ୟ କରିବ। ଆଉ ସେଇମିତି ଇଏ ଔଷଧ ଟିକେ ରଖିଥିଲେ, ଏ ଯୋଉ ଆଜିକାଲି ତ ଯୋଉ ଔଷଧ କିଛି କାମ କରୁନି, କାହିଁକି ନା ଏମାନେ ସବୁ ସେଇ ଗଛ ଚେର ମୂଳ ନେଇକି ତାକୁ ଭେଜାଲ କରିଦେଲେ, ସବୁ ଭେଜାଲ ହେଇଯାଇଛି। ତେବେ ମୁଁ ଗୋଟିଏ କଥା କହୁଛି, ଯୋଉ ଗ୍ୟାଷ୍ଟ୍ରିକ୍ ଏ ଶରୀରକୁ ବଡ଼ ରୋଗ, ଗ୍ୟାଷ୍ଟ୍ରିକ୍ ଖାଦ୍ୟଟା ହଜମ ହେଇପାରୁନି, ହାକୁଟି ହଉଛି, ଆଉ ପେଟରେ ଯନ୍ତ୍ରଣା ହଉଛି, ଏ ସବୁ ପ୍ରକାର ହଉଛି। ଆଣ୍ଠୁ ଗଣ୍ଠି ସବୁ ଗଣ୍ଠି 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 ଦରଜ ହେଇଯାଉଛି, ବିନ୍ଧା ଛିଟିକା ହଉଛି। ଏଥିରୁ ମୁକ୍ତି ପାଇଁ କଣ କଲେ ଶୀଘ୍ର ମୁକ୍ତି ହବ? ଖାଦ୍ୟ ଖାଅ, ମୁକ୍ତି ହୁଅ। ଗୋଟିଏ ସମଭାଗ କରିବ। 250 ଶୁଣ୍ଠି କି ତାକୁ ଖାଲି ଶୁଖେଇ ଦବ, ଗୁଣ୍ଡ କରିଦବ, ଆଉ ତାକୁ ଭଜା ଭୁଜି କରିବନି। ଆଉ ସୁନାମୁଖୀ ପତ୍ର 250, ସୁନାମୁଖୀ ପତ୍ର ଯୋଉରା ଜଙ୍ଗଲରେ ହେଇଥାଏ, ବଣିଆ ଦୋକାନରେ ମିଳେ, ସେ ସୁନାମୁଖୀ ପତ୍ର 250 ପତ୍ର ଖାଲି ଦେଖିବ ତା ଅର୍କ ନେଇନଥିବେ, ଶାଗୁଆ ଶାଗୁଆ ଦେଖାଉଥିବ, ସେଇ ପତ୍ର ନେଇଯିବ 250, ଶୁଣ୍ଠି 250, ଜୁଆଣି 250, ଆଉ ସୁନାମୁଖୀ ପତ୍ର 250, ଇଏ ହେଇଗଲା। ଆଉ 150 ଗ୍ରାମ କଳା ଲୁଣ, ତାକୁ କଣ କରିବ? ଏ 150 ଗ୍ରାମ କଳା ଲୁଣ, ଏ ଯୋଉ ହେଙ୍ଗୁ ହଉଛି, ହେଙ୍ଗୁଟାକୁ ଚିହ୍ନିବା ଦରକାର। ହେଙ୍ଗୁ ହଉଛି ଇଏ ଗୋଟେ ଗଛର ଅଠା, ଆଉ ସେ ହେଙ୍ଗୁକୁ ବାହାର କରିକି ନେଇକି ରାମଦେବ ଯୋଉ ଇଏ ଆୟୁର୍ବେଦିକ ମେଡିସିନ କରିଛନ୍ତି, ହେଙ୍ଗୁ ସେଇ ହେଙ୍ଗୁରୁ ଗୋଟେ ପକେଟ, ଗୋଟେ ଡବା ସେଥିରେ ପକେଇଦବ। ଆକୁ ସବୁ ଚୂର୍ଣ୍ଣ କରିଦବ, ସମାନ ଭାଗ କରିଦବ, ତାକୁ କରିଦେଇକି ସେଥିରୁ ଗୋଟେ ପକେଇଦବ। ଆକୁ କଣ କରିବ? ସମୁଦାୟ ଏକାଠି କରିଦବ, ସମାନ ଭାଗ ନେଇକି କାଚ ଜାର ଭିତରେ ପୂରେଇ ଦବ, ରଖିଦେଇଥିବ। ଆଉ ତମର ଗ୍ୟାଷ୍ଟ୍ରିକ୍ ହଉଛି, ତୁମେ ଠିକ ସନ୍ଧ୍ୟା ବେଳରେ ଦିନ ମାନେ ଯାହା ଖାଇବାର କଥା ଖାଇଦବ। ଖାଇଦେଇ ସାରିକି କଣ କରିବ? ତାକୁ ଗୋଟିଏ ଚାମଚ ଖାଇଦେଇକି ଗରମ ପାଣି ପିଇଦବ। ଗରମ ପାଣି ପିଇଦେଲେ କଣ ହବ? ଗରମ ପାଣି ପିଇଦବ, ସେ ଦେହ ଭିତରେ ରାତ୍ରି ଶୋଇପଡ଼ିବ। ଖାଇସାରିବା ପରେ ଏ ପାନକ ଖାଇବ, ଶୋଇପଡ଼ିବ। 12 ଘଣ୍ଟା ଭିତରେ ସେ ତମ ଶରୀରଟାକୁ ପୁରା ୱାଶ କରିଦବ। ଭିତରେ ଯାହା ଥିବ ଇଏ ଝାଡା ବାଟେ ପରିଷ୍କାର ହେଇଯିବ, ଦେହ ସାରା ଭେଦିବ ରାତି ସାରା। ସକାଳକୁ ଠିକ ଯେତିକି ବେଳେ ଖାଇଥିବ ତାପରେ ସାଥେ ସାଥେ ପରିଷ୍କାର ହେଇଯିବ ଦେହ। ଭୋକ ହବ, ଗ୍ୟାସ ରହିବନି, କିଛି ରହିବନି, ଭଲ ହେଇଯିବ। ଏଇଟା ହଉଛି ଗ୍ୟାଷ୍ଟ୍ରିକ ପାଇଁ।
ଆଉ ତାପରେ ଖାଲି ଗ୍ୟାଷ୍ଟ୍ରିକ୍ ନୁହେଁ, ଇଏ କେତେ ରୋଗ ପାଇଁ ଶୁଣିଥାନ୍ତୁ। ଆଣ୍ଠୁ ଗଣ୍ଠି ବଥା ହଉଥିଲେ ଆକୁ ଖାଇବ, ଗୋଟିଏ ଚାମଚ ଖାଇବ। ଆଉ ସବୁବେଳେ ଖାଇପାରିବନି, କାହିଁକି ନା ଏକବାର ଝାଡ଼ା ପରିସ୍ରା ବହୁତ ଜୋରରେ ହବ। ସେଗୁଡ଼ା ଥରେ ଥରେକି ଦେଖିବ, ଯେତିକି ବେଳେ ଖାଇପାରିବ ସେମିତି ଖାଇବ। ଇଏ ଦେହଟା ଏକବାର କ୍ଲିଅର କରିଦବ। ଆଉ ପେଟରେ ଯଦି ଯନ୍ତ୍ରଣା ହଉଛି, କିଏ ମାଲ ବାପଲ ହଉଛି, ମୋ ପେଟ କଣ ହଉଛି ଲୋ, ମରିଯିବି ଲୋ, ତାକୁ କଣ କରିବ, ତାକୁ ଝଟିକି ଗରମ ପାଣି କରିଦେଇକି ସେଥିରୁ ଗୋଟେ ପାନ ଦେଇଦବ ଚାମଚେ ଦେଇଦବ, ଖାଇଦେଇକି ପାଣି ପିଇଦେ, ଗରମ ପାଣି ସେ ତାକୁ ଖାଇଦେଇକି ପାଣି ପିଇଦେଲେ ଯେମିତି ନିଆଁରେ ପାଣି ପକେଇଲେ ନିଭିଯାଏ, ସେମିତି ତା ଯନ୍ତ୍ରଣା ସାଥେ ଭଲ ହେଇଯିବ। ମତେ ଆୟୁର୍ବେଦିକ ବଡ଼ ବଡ଼ ଡାକ୍ତରଖାନାରୁ ଡାକ୍ତର ମାନେ ବି ସୁଧେ ମୋ କତିକି ପେସେଣ୍ଟ ପଠାନ୍ତି, ଯୋଉ କଷ୍ଟ ପାଉଥିବେ ଯୋଉଗୁଡ଼ା, ଆଉ ଏଇ ରୋଗ ଭଲ ହେଇଯିବ। ଆଉ ଜର ଫର କିଛି ହବନି, ଏଇଟା ପରିଷ୍କାର ହେଇଯିବ ଦେହ। ଇଏ ଗୋଟିଏ ଲେଖିକି ରଖିଥାନ୍ତୁ, ଆକୁ କାର୍ଯ୍ୟକାରୀ କରନ୍ତୁ। ତାପରେ ଫୋନ କରିକି ଏଇ ଦେବାନନ୍ଦ ଚ୍ୟାନେଲକୁ शुभेच्छा जनइबी। जय जगन्नाथ।